ସ୍ନାନ ବା ଗାଧୋଇ ସାରିବା ପରେ ପ୍ରତ୍ୟେକ ପୁରୁଷ ଏବଂ ମହିଳା କରନ୍ତୁ ନାହିଁ ଏହି ଭୁଲ କାମ। ତେବେ ଆସନ୍ତୁ ଜାଣିବା କ'ଣ ସେହି ଭୁଲ। ଯଦି ଆପଣ ଜୀବନରେ ଅନେକ ସମସ୍ୟା, କଳହ, ଶତ୍ରୁତାର ସାମ୍ନା କରୁଛନ୍ତି, ଧନହାନିର ସାମ୍ନା କରୁଛନ୍ତି, ତେବେ ତାହାର ଏକମାତ୍ର କାରଣ ହେଉଛି ଆପଣଙ୍କ ସ୍ନାନ କରିବାର ଅଭ୍ୟାସ। ଆଜିକାର ଏହି ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ଯେ ସ୍ନାନ କରିବା ପରେ କେଉଁ କାମ ସବୁ ଭୁଲରେ ବି କରିବା ଉଚିତ ନୁହେଁ, ନଚେତ୍ ଘରେ ଆପଣଙ୍କର ଦରିଦ୍ରତା ଦେଖାଦେବ। ସ୍ନାନ କରିବା ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ହିନ୍ଦୁ ଧର୍ମ ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ କରିଥାଏ ସେ ପୁଣ୍ୟଭୋଗୀ ହୋଇଥାଏ। ଅନେକ ସମୟରେ ମନୁଷ୍ୟ ବାଥରୁମରେ ବାଲ୍ଟିରେ ପାଣି ଭର୍ତ୍ତି କରି ସ୍ନାନ କରିଥାଏ ଏବଂ ଅଧା ପାଣି ରଖି ସେହିପରି ବାଥରୁମରେ ଛାଡ଼ି ଆସିଥାଏ। ଏହାଦ୍ୱାରା ସେହି ପାଣିରେ ଘରର ଅନ୍ୟ ସଦସ୍ୟ ସ୍ନାନ କରନ୍ତି। ଏପରି କରିବା ଦ୍ୱାରା ସେହି ବ୍ୟକ୍ତିର ଆୟୁଷ କମିଯାଏ ଏବଂ ନକାରାତ୍ମକ ମଧ୍ୟ ବଢ଼ିଥାଏ। ତେଣୁ ପ୍ରତ୍ୟେକ ଦିନ ସ୍ନାନ କରିବା ପରେ ବାଲ୍ଟି ଏବଂ ଅନ୍ୟାନ୍ୟ ଜିନିଷରୁ ପାଣି ବାହାର କରି ତାହାକୁ ଓଲଟା ରଖିବା ଉଚିତ। ଆପଣ ଚାହିଁଲେ ସାୱାର ବ୍ୟବହାର କରି ଗାଧୋଇ ପାରିବେ। ଏହାଦ୍ୱାରା ଜଳ ସଂରକ୍ଷଣ ହେବା ସହିତ ଏପରି ସମସ୍ୟା ମଧ୍ୟ ହେବ ନାହିଁ। ବିଶେଷ କରି ପୁରୁଷମାନେ ସ୍ନାନ କରିବା ପରେ ଅନ୍ତଃବସ୍ତ୍ରକୁ ସେହିପରି ଛାଡ଼ି ଦିଅନ୍ତି। ମନେ ରଖନ୍ତୁ, ପୁରୁଷ ଏବଂ ମହିଳାମାନଙ୍କୁ ନିଜର ଅନ୍ତଃବସ୍ତ୍ର ନିଜେ ଧୋଇବା ଉଚିତ। ଏହାକୁ କୌଣସି ମହିଳା ଧୋଇବା ଉଚିତ ନୁହେଁ। ଏହା ସହିତ ରାତି ସମୟରେ ଏହାକୁ ଭିଜାଇ ରଖିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ଘରକୁ ନକାରାତ୍ମକ ଆସିଥାଏ। ସ୍ନାନ କରି ସାରିବା ପରେ ପାଦ ଧୋଇବା ଉଚିତ ନୁହେଁ। ସ୍ନାନ ପରେ ଭଗବାନଙ୍କ ପୂଜା କରିବା ଉଚିତ। ଯଦି ଆପଣ ସ୍ନାନ କରି ସାରିବା ପରେ ପୁନର୍ବାର ପାଦ ଧୁଅନ୍ତି, ତେବେ ପୁଣି ଥରେ ଅପବିତ୍ର ହୋଇଯାଆନ୍ତି। ହିନ୍ଦୁ ଧର୍ମରେ ଏହାକୁ ବର୍ଜିତ ମନାଯାଇଛି। ହିନ୍ଦୁ ଧର୍ମରେ ପାଦରୁ ମୁଣ୍ଡ ଦିଗରେ ସ୍ନାନ କରିବାର ନିୟମ ରହିଛି। ହିନ୍ଦୁ ଧର୍ମ ଅନୁସାରେ ସ୍ନାନ କରିବା ସମୟରେ ମନୁଷ୍ୟକୁ ନୀରବ ହୋଇ ସ୍ନାନ କରିବା ଉଚିତ ନୁହେଁ। ଏହି ସମୟରେ କୌଣସି ମନ୍ତ୍ର ଜପ କରନ୍ତୁ କିମ୍ବା କୌଣସି ଗୀତ ଗାଇବା ମଧ୍ୟ ଉଚିତ ଅଟେ। କୌଣସି ବିବାହିତା ମହିଳାଙ୍କୁ ସ୍ନାନ କରିବା ପରେ ତୁରନ୍ତ ସିନ୍ଦୁର ଲଗାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସେହି ମହିଳାଙ୍କର ସ୍ୱାମୀଙ୍କ ଆୟୁଷ କମିଯାଏ। ତେଣୁ ଯଦି ସ୍ନାନ କରିବା ପରେ କେଶ ଓଦା ଥାଏ, ତେବେ କିଛି ସମୟ ପରେ କେଶ ଶୁଖିଯିବା ପରେ ହିଁ ସିନ୍ଦୁର ଲଗାନ୍ତୁ। ସ୍ନାନ କରିବା ପରେ ତୁରନ୍ତ ନେଲକଟର କିମ୍ବା ଏପରି କିଛି ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଏସବୁ କାମ ସ୍ନାନ କରିବା ପୂର୍ବରୁ କରାଯାଏ। ଯଦି ସ୍ନାନ କରିବା ପରେ ଆପଣ ଏପରି କରନ୍ତି, ତେବେ ଆପଣଙ୍କୁ ସ୍ନାନ କରିବାର ପୁଣ୍ୟ ଅର୍ଜନ ହୁଏ ନାହିଁ। ସ୍ନାନ କରିବା ପରେ କେବେ ବି ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ। ଅଗ୍ନିକୁ ଭୋଗ ଲଗାଇବା ପରେ ହିଁ ସ୍ପର୍ଶ କରାଯାଏ। ତେଣୁ ଉଭୟ ପୁରୁଷ ଏବଂ ମହିଳା ସ୍ନାନ କରିବା ପରେ ତୁରନ୍ତ ଚୁଲି କିମ୍ବା ଗ୍ୟାସ୍ ଛୁଅନ୍ତୁ ନାହିଁ। ତେଣୁ ସ୍ନାନ ପରେ ଅଗ୍ନି ଦେବତା ଏବଂ ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରାର୍ଥନା କରି ରୋଷେଇ କରନ୍ତୁ। ସ୍ନାନ କରିବା ପରେ ତୁରନ୍ତ ଶୃଙ୍ଗାର କରିବା ଉଚିତ ନୁହେଁ। ଏହା ପୂର୍ବରୁ ଯଦି ଆପଣଙ୍କ କେଶ ଓଦା ଅଛି, ତେବେ ତାହାକୁ ଶୁଖାନ୍ତୁ ଏବଂ ଯଦି କେଶ ଖୋଲା ଅଛି, ତେବେ ତାହାକୁ ବାନ୍ଧି ଦିଅନ୍ତୁ। ଏହା ପରେ ହିଁ ଯାଇ ଶୃଙ୍ଗାର କରନ୍ତୁ। ଯଦି ଆପଣ ନଦୀରେ ସ୍ନାନ କରୁଛନ୍ତି, ତେବେ ନଦୀକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ନଦୀ ମାତାଙ୍କୁ ପ୍ରଣାମ କରି ସ୍ନାନ କରିବା ଉଚିତ। ନଚେତ୍ ନଦୀରେ ସ୍ନାନ କରିବାର ପୁଣ୍ୟପ୍ରାପ୍ତ ହୁଏ ନାହିଁ। ଦୁଇ ବୟସ୍କ ଅଥବା 2 ଜଣ ବ୍ୟକ୍ତିଙ୍କୁ କେବେ ସାଥିରେ ସ୍ନାନ କରିବା ଉଚିତ ନୁହେଁ। ସ୍ନାନ କରିବା ସମୟରେ ନିଜ ମୁହଁକୁ କେବେ ଦକ୍ଷିଣ ଦିଗକୁ କରି ସ୍ନାନ କରନ୍ତୁ ନାହିଁ, କାରଣ ଏହା ପିତରଙ୍କ ଦିଗ ହୋଇଥାଏ। ଆପଣ ଯଦି କଇଁଛ ଦେଖନ୍ତି କିମ୍ବା ତାହାର ମୂର୍ତ୍ତି ଘରେ ସ୍ଥାପନ କରନ୍ତି, ତେବେ ମଧ୍ୟ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଯଦି ଆପଣଙ୍କ ହାତର ପାପୁଲି କୁଣ୍ଡେଇ ହୁଏ, ତେବେ ଜାଣିନିଅନ୍ତୁ ମାତା ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିଛି ଏବଂ ଆଗକୁ ଅନେକ ଧନ ପ୍ରାପ୍ତି ହେବାର ସଂକେତ ମିଳୁଛି। ଯଦି ଛୋଟ କନ୍ୟା ବା ଶିଶୁ ଆପଣଙ୍କୁ ଦେଖି ବାରମ୍ବାର ହସନ୍ତି କିମ୍ବା ଆପଣଙ୍କ ଘରକୁ ଆଗମନ କରନ୍ତି,
ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଆପଣ ବାହାରକୁ ଯିବା ସମୟରେ ଯଦି ଝିଣ୍ଟିକା ଦେଖନ୍ତି ବା ତାହାର କୌଣସି ଶବ୍ଦ ଶୁଣନ୍ତି ତେବେ ତାହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଯଦି ଆପଣଙ୍କ ନିଦ ସକାଳ 4ଟାରୁ 5ଟା ମଧ୍ୟରେ ଖୋଲିଯାଏ ଏବଂ ଆପଣଙ୍କୁ ଭଗବାନଙ୍କ ସ୍ମରଣ ହୋଇଥାଏ ତେବେ ଆପଣ ଜାଣି ନିଅନ୍ତୁ ଆପଣଙ୍କ ପାଇଁ ସଫଳତାର ମାର୍ଗ ଖୋଲିବାକୁ ଯାଉଛି। ଯଦି ଆପଣଙ୍କ ଘର ବାହାରେ ଗୋମାତା ବାରମ୍ବାର ଖାଇବାକୁ ଆସନ୍ତି ତେବେ ମଧ୍ୟ ଏହା ବହୁତ ବଡ଼ ଶୁଭ ଫଳ ମିଳିଥାଏ। ଘରେ ଧଳା ପାରା ପାଳିଲେ ମାତା ଲକ୍ଷ୍ମୀ ସଦୟ ହୁଅନ୍ତି। ଆପଣଙ୍କ ଘର ଧନଧାନ୍ୟରେ ସବୁବେଳେ ପୂର୍ଣ୍ଣ ହେବା ସହିତ କରଜରୁ ମୁକ୍ତି ପାଇବେ। ରସ ପାତ୍ରରେ ଭୋଜନ କଲେ ମାନସିକ ଅସ୍ଥିରତା ଦେଖାଦେଇଥାଏ। ଚିନ୍ତାଧାରା ବିଚଳିତ ହୁଏ ଏବଂ ଘରେ ଋଣ କରଜ ବୃଦ୍ଧି ପାଇଥାଏ। ଗୁରୁବାର ଦିନ ଗୁରୁ ଓ ଧାନ ଚାଉଳ ବିକ୍ରି କଲେ ଲୋକ ଦାରିଦ୍ର ହୁଏ ଓ ଘରେ ଅଭାବ ଅନାଟନ ଦେଖାଦିଏ ଏବଂ ଋଣ ବୃଦ୍ଧି ପାଇଥାଏ। ମଙ୍ଗଳବାର ଦିନ କ୍ରୟ ଓ ବିକ୍ରୟ ଶୁଭ ନୁହେଁ। ଯେକୌଣସି ଦ୍ରବ୍ୟ, ଯାନ, ବାହନ କ୍ରୟ ବିକ୍ରୟ ଅତ୍ୟନ୍ତ କ୍ଷତିକାରକ ହେବା ସହିତ କେବେ ବି ଧାର କରଜ ମଙ୍ଗଳବାର ଦିନ ନିଅନ୍ତୁ ନାହିଁ। ଆପଣ ଯେକୌଣସି ଶନିବାର ଦିନ 7ଟି କଉଡ଼ି ଆଣି ସେଥିରେ ହଳଦୀ ଲଗାଇ ଗୋଟିଏ ଲାଲ କନାରେ ବାନ୍ଧି ଆପଣଙ୍କ ଠାକୁର ଘରେ ରଖନ୍ତୁ ଏବଂ ସନ୍ଧ୍ୟାରେ ଧୂପ ଦୀପ ଦିଅନ୍ତୁ। ଏହା କଲେ ଋଣ କରଜରୁ ମୁକ୍ତି ହେବା ସହିତ ମାତା ଲକ୍ଷ୍ମୀ ଆଗମନ ହେବାର ସଂକେତ ଦେଇଥାଏ।